प्रभु जीशुଙ୍କ नामରେ ମୁଁ ସମସ୍ତଙ୍କୁ ପ୍ରେଜ୍ ଲର୍ଡ ଜଣାଏ। ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ସୁନ୍ଦର ଅବକାଶଟି ପାଇଥିବା ସକାଶେ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ଆମ୍ଭେମାନେ ଲେବିଆଥନ୍ ସ୍ପିରିଟ୍ ବିଷୟରେ ଶିକ୍ଷା ଲାଭ କରିବାକୁ ଯିବା। ଆଉ ଏ ଲେବିଆଥନ୍ ସ୍ପିରିଟ୍ କେମିତି ଆମ ଜୀବନକୁ ଆଫେକ୍ଟସ୍ କରିଥାଏ, ପ୍ରଭାବ ପକାଇଥାଏ, ସେହି ବିଷୟକୁ ଆମେ ଶିକ୍ଷା ଲାଭ କରିବାକୁ ଯିବା। ଆମେ ପ୍ରଥମ ପର୍ଯ୍ୟାୟରେ ଲେବିଆଥନ୍ ବିଷୟରେ ବାଇବେଲ କ'ଣ କହେ ସେ ବିଷୟକୁ ଆମେ ଚିନ୍ତା କରିଥିଲୁ ପୂର୍ବ ଭିଡ଼ିଓରେ। କିନ୍ତୁ ବର୍ତ୍ତମାନ ଲେବିଆଥନ୍ ସ୍ପିରିଟ୍ ଏହାର ପ୍ରଭାବ ଆମ ଜୀବନରେ କି ପ୍ରକାର ହେଇଥାଏ, କି ପ୍ରକାର ଏହା ଆଫେକ୍ଟ କରିଥାଏ ଆମଙ୍କର ଲାଇଫ୍ସକୁ, ସେ ବିଷୟରେ ଆମେ ଶିକ୍ଷା ଲାଭ କରିବାକୁ ଯିବା। ଏ ଲେବିଆଥନ୍ ସ୍ପିରିଟ୍ ଏହା ଗୀତ ସଂହିତା 104:25-26 ଉଲ୍ଲେଖ କରାଯାଇଅଛି ଏବଂ ଜିସାୟା ପୁସ୍ତକ ତାର 27:1 ଉଲ୍ଲେଖ କରାଯାଇଅଛି। ଏହା ଏକ ଦୁଷ୍କର୍ମକାରୀ ସଂସ୍ଥା ଯାହା ଆମ ଜୀବନ ଏବଂ ଈଶ୍ୱର ଏବଂ ଅନ୍ୟମାନଙ୍କ ସହିତ ଆମର ସମ୍ପର୍କକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥାଏ। ଈଶ୍ୱରଙ୍କ ସହିତ ଅନ୍ୟମାନଙ୍କ ସହିତ ଗୋଟେ ଅର୍ଗାନାଇଜେସନ୍ ଭାବରେ ଆମ ଜୀବନକୁ ନଷ୍ଟ ବିନଷ୍ଟ କରିଦେଇଥାଏ। ଏ ପ୍ରକାର ସ୍ପିରିଟ୍ ଏହା। ତ ଏଇ ସ୍ପିରିଟ୍ କେମିତି ଆମ ଜୀବନକୁ ଆଫେକ୍ଟ କରେ, କେଉଁ ସ୍ତର ଗୁଡ଼ାକରେ ଆଫେକ୍ଟ କରେ, ଆର ପ୍ରଭାବ ଆମ ଜୀବନ ପ୍ରତି କି ପ୍ରକାର ରହିଥାଏ, ସେ ବିଷୟକୁ ଆଜି ଆମେ ଆଲୋଚନା କରିବାକୁ ଯିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସର୍ବପ୍ରଥମେ ଏଇ ଯେଉଁ ଲେବିଆଥନ୍ ସ୍ପିରିଟ୍, ଏ ଲେବିଆଥନ୍ ସ୍ପିରିଟ୍ ଇଟ୍ ଟ୍ୱିଷ୍ଟେଡ୍ ଟ୍ରୁଥ୍, ସତ୍ୟକୁ ମୋଡ଼ି ପକାଏ। କହିବାକୁ ଗଲେ ସତ୍ୟର ଟ୍ରାକ୍ରୁ ବାହାର କରିଦିଏ, ସତ୍ୟର ଅନୁସନ୍ଧାନରୁ ଦୂର କରେ ଏବଂ ସତ୍ୟ ପ୍ରାପ୍ତ ହେବାକୁ ଦିଏ ନା, ଅନ୍ୟ ମାର୍ଗରେ ନିୟନ୍ତ୍ରଣ କରେ। ସତ୍ୟକୁ ଛାଡ଼ି ସତ୍ୟ ବ୍ୟତୀତ ମିଥ୍ୟା ପ୍ରତାରଣା ସଠତା ଆଡ଼କୁ, ସେ ଟ୍ରାକ୍ ଆଡ଼କୁ ଆମକୁ ଗତି କରାଏ। ଟ୍ୱିଷ୍ଟେଡ୍ ଟ୍ରୁଥ୍ ଆମେ ପଠନ କରିବା ରିଲେଟେଡ୍ ଟୁ ଦିସ୍ ପଏଣ୍ଟସ୍ ଅନୁସାରେ ମାଥ୍ୟୁ ଲିଖିତ ସୁସମାଚାର ତାର 24:24 ଆମେ ଅଧ୍ୟୟନ କରିବା। ଏଠି ଲେଖା ଅଛି, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଫଲ୍ସ ଖ୍ରାଇଷ୍ଟ ଆଣ୍ଡ ଫଲ୍ସ ପ୍ରଫେଟ୍, ଏମାନଙ୍କୁ ୟୁଜ୍ କରିବ ଏ ସ୍ପିରିଟ୍। ଆଉ ଏମାନଙ୍କୁ ବ୍ୟବହାର କରି ଇଭେନ୍ ଏମାନଙ୍କ ଦ୍ୱାରା ଏମିତି ସବୁ ଚିହ୍ନ ଅଦ୍ଭୁତ କର୍ମ କରିବ ଯଦ୍ୱାରା ମନୋନୀତ ଲୋକ ସୁଦ୍ଧା ସେମାନେ ଭ୍ରାନ୍ତ ହେବେ, ପ୍ରତାରଣା ହେବେ, ଡିସିଭିଂ ହେବେ ସେମାନେ। ଆଉ ଏହା ବର୍ତ୍ତମାନ ସୁଦ୍ଧା ଘଟି ଆଗାମୀ ଦିନମାନଙ୍କରେ ଘଟିବାକୁ ଯାଉଅଛି। ଏ ସ୍ପିରିଟ୍ ହେଉଛି ଏହି ପ୍ରକାର। ସତ୍ୟ ତାରୁ ବିମୁଖ କରାଇଦେବ। ଆଜିକାଲି ତ ଅନେକ ଲୋକମାନେ ଚିହ୍ନ ଅଦ୍ଭୁତ କର୍ମ ଦେଖିଲେ ସେପଟ ମାଡ଼ି ପଡ଼ନ୍ତି, ଚିହ୍ନ ଅଦ୍ଭୁତ କର୍ମ ପାଇଁ ବ୍ୟାକୁଳ। କିନ୍ତୁ ଏଠାରେ ଲେଖା ଅଛି ଭଣ୍ଡ ଖ୍ରୀଷ୍ଟମାନଙ୍କୁ ସେ ବ୍ୟବହାର କରିବେ, ଫଲ୍ସ ପ୍ରଫେଟ୍ ଗୁଡ଼ାକକୁ ସେ କଣ୍ଟ୍ରୋଲ କରିବ, ଯଦ୍ୱାରା ସେ ଚିହ୍ନ ଅଦ୍ଭୁତ କର୍ମ ଦ୍ୱାରା ମନ୍ଦ ମାନେ ଭ୍ରାନ୍ତରେ ପଡ଼ିବେ ମନୋନୀତ ଲୋକମାନେ। ତେଣୁ ସତ୍ୟରୁ ଟ୍ୱିଷ୍ଟେଡ୍ କରିବ, ମୋଡ଼ି ବାହାର କରି ନେଇଯିବ। ସତ୍ୟରୁ
ପଥଭ୍ରଷ୍ଟ କରାଇଦେବ। ଜ୍ଞାତ ହେବା ପାଇଁ, ସ୍ଥିର ହୋଇ ରହିବା ପାଇଁ ଦେବ ନାହିଁ ସ୍ପିରିଟ୍। ଦ୍ୱିତୀୟ ବିଷୟ ହେଉଛି ପ୍ରାଇଡ୍ ଆଣ୍ଡ ଆରୋଗେଣ୍ଟ, ଗର୍ବ ଏବଂ ଅହଙ୍କାର। ଗର୍ବ ଓ ଅହଙ୍କାର ଆମ ଜୀବନରେ ଆଣିଥାଏ ଏଇ ଲେବିଆଥନ୍ ସ୍ପିରିଟ୍। ଆମ ଜୀବନରେ ଗର୍ବ ଅହଙ୍କାରର ପ୍ରଭାବକୁ ଆଣିଥାଏ ଏ ଲେବିଆଥନ୍ ସ୍ପିରିଟ୍। ହିତୋପଦେଶ ତାର 16-18 ପଦକୁ ଆମେ ଅଧ୍ୟୟନ କରିବା। ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଆଉ ଯାହାଠାରେ ଏଇ ପ୍ରାଇଡ୍ ୟା ଆରୋଗେଣ୍ଟ, ଭଲ ପ୍ରଚାର କଲେ ଗର୍ବ, ଭଲ ମଣ୍ଡଳୀ ଆମର ହେଇଥିଲେ ଗର୍ବ, ଭଲ ଫଣ୍ଡସ୍ ୟା ସପୋର୍ଟ ଅଫରିଙ୍ଗସ୍ ଗୁଡ଼ାକ ମିଳିଲେ ଆମେ ଟିକେ ଗର୍ବ ମଧ୍ୟ ହେଇଥାଉ, ଅହଙ୍କାର ହେଇଥାଉ। ଆମ ଚର୍ଚ୍ଚ ଭଳି, ଆମ ମଣ୍ଡଳୀ ପରି ଆଉ କୌଣସି ମଣ୍ଡଳୀ ନାହିଁ ବୋଲି ଆମେ ଚିନ୍ତା କରିଥାଉ। ଏସବୁ ପ୍ରାଇଡ୍ ଆଣ୍ଡ ଆରୋଗେଣ୍ଟ ଗୁଡ଼ାକ ଈଶ୍ୱର ପରିବର୍ତ୍ତେ ନିଜକୁ ଉନ୍ନତ କରିବା ପାଇଁ ସାହାଯ୍ୟ କରିଥାଏ। ଈଶ୍ୱର ପରିବର୍ତ୍ତେ, ଈଶ୍ୱର ବ୍ୟତୀତ ନିଜକୁ ଏକ୍ସଲ୍ଟ କରିବା ପାଇଁ ପ୍ରବର୍ତ୍ତାଇଥାଏ। ତ ଏଇ ଲେବିଆଥନ୍ ସ୍ପିରିଟ୍ ପ୍ରାଇଡ୍କୁ, ଗର୍ବ ଅହଙ୍କାର ବଢ଼ିବାକୁ ଜାତ କରିଥାଏ, ପ୍ରଭାବ ପକାଇଥାଏ ଏହି ପ୍ରକାର ମୋ ଜୀବନରେ। ତୃତୀୟ ବିଷୟ ହେଉଛି ବିଦ୍ରୋହତା ଏବଂ ଡିସ୍ଓବିଡିଏନ୍ସ, ଅନାଜ୍ଞାବହତା। ଲେବିଆଥନ୍ ସ୍ପିରିଟ୍ ବିଦ୍ରୋହତା ଏବଂ ଅନାଜ୍ଞାବହତାର ପ୍ରଭାବ ବା କାର୍ଯ୍ୟ ମଣ୍ଡଳୀରେ ବା ଆମ ଜୀବନ ମଧ୍ୟରେ କରିଥାଏ, ଯାହା ଉଲ୍ଲେଖ କରାଯାଇଛି 1 ସାମୁଏଲ 15:23 ପଦକୁ ଆମେ ପଠନ କରିବା। ଏଠାରେ ଲେଖା ଅଛି ତାର 23 ପଦରେ, ଯେହେତୁ ବିଦ୍ରୋହ, ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜାତୁଲ୍ୟ, ତୁମେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି। ଏହା ସାଉଲଙ୍କ ଜୀବନ ଉପରେ ଆଧାରିତ ବାକ୍ୟ, ଯାହା ସାମୁଏଲ ପ୍ରଭୁଙ୍କ ଠାରୁ ପ୍ରାପ୍ତ ବାକ୍ୟକୁ ପ୍ରକାଶ କରୁଅଛନ୍ତି ସାଉଲଙ୍କ ବିରୁଦ୍ଧରେ। କାରଣ ଆମେ ଜାଣୁ ଅବାଧ୍ୟତା ହେବା ସକାଶେ ଏବଂ ବିଦ୍ରୋହତା ହେବା ସକାଶେ ସାଉଲ ରିଜେକ୍ଟେଡ୍ ହେଇଥିଲେ। ସାଉଲ ତୁଚ୍ଛୀକୃତ ହୋଇଥିଲେ ପ୍ରଭୁଙ୍କ ସମ୍ମୁଖରେ। ଅବାଧ୍ୟତା, ବିଦ୍ରୋହତା, ରିବେଲିୟନ୍, ତାଙ୍କରି ବାକ୍ୟକୁ ତୁଚ୍ଛ କରିବା ସକାଶେ, ଅବାଧ୍ୟତା ହେବା ସକାଶେ। ତ ଏଇ ଯେଉଁ ଲେବିଆଥନ୍ ସ୍ପିରିଟ୍ ଆମ ପର୍ସନାଲ ଲାଇଫରେ এই ପ୍ରକାର ଅପରେଟ୍ସ କରିଥାଏ। ଆଉଟ୍ ଅଫ୍ ସିଲାବସ୍, ରୁଲ୍, ରେଗୁଲେସନ୍ସ, ସ୍ପିରିଚୁଆଲି ଏ ବିଷୟକୁ ଫଲୋ କରିବାକୁ ଦେଇନଥାଏ, ଯେମିତି ସାଉଲ ଫଲୋ କରିନଥିଲେ। ସାମୁଏଲଙ୍କୁ ଅପେକ୍ଷା କଲେ ନାହିଁ। ସାମୁଏଲଙ୍କର ପୋଜିସନକୁ, ସାକ୍ରିଫିସିଆଲ ଆକ୍ଟସକୁ ସେ ନିଜେ କରିବା ପାଇଁ ଚେଷ୍ଟା କଲେ। ଏ ପ୍ରକାର ରିବିଲିୟନ୍ସ, ବିଦ୍ରୋହତା ଏବଂ ଅବାଧ୍ୟତା, ଯାହାକି ଠାକୁରମାନଙ୍କ ପୂଜା ତୁଲ୍ୟ, ଏହି ପ୍ରକାର ଆଫେକ୍ଟ, ପ୍ରଭାବ ଏ ଲେବିଆଥନ୍ ସ୍ପିରିଟ୍ ଗୋଟେ ବ୍ୟକ୍ତିଙ୍କ ଜୀବନରେ କରିଥାଏ। ଆଜିକାଲି ମାଣ୍ଡଳିକ ନିୟମ ନୀତିକୁ ମଧ୍ୟ ଆମକୁ ମାନିବାକୁ ପଡ଼ିବ। ମାଣ୍ଡଳିକ ସେବାକୁ, ବିଧାନକୁ ମଧ୍ୟ ଆମକୁ ମାନିବାକୁ ପଡ଼ିବ। ମୁଁ ପ୍ରଭୁରେ ଅଛି ବୋଲି ମନ ଇଚ୍ଛା କାମ କଲେ ହେବ ନାହିଁ। ମୋତେ ଅଧିକାର ଅଛି ବୋଲି ମନ ଇଚ୍ଛା କାମ କଲେ ହେବ ନାହିଁ। ସାଉଲଙ୍କ ପରି ମୁଁ କରିବାଟା ଠିକ୍, ମୁଁ ଯାହା କରିବି ତାହା ଗ୍ରାହ୍ୟ, ଉଚିତ ବୋଲି ଆମ ମନ ଇଚ୍ଛା ଆମେ କାର୍ଯ୍ୟ କରିବା ଠିକ୍ ନୁହଁ। ଗୋଟେ ଅର୍ଡରଲି, ଏଇ ଯେଉଁ ଲେବିଆଥନ୍ ସ୍ପିରିଟ୍ ଡିସଅର୍ଡର କ୍ରିଏଟ୍ କରେ, ଖାୟ ବିଭ୍ରାନ୍ତତା, ମନ୍ଦତା, ସତ୍ୟର ବିମୁଖତା କରିଥାଏ। ତ ଆମକୁ ଅର୍ଡରଲି ମାଣ୍ଡଳିକ ନୀତି ନିୟମ
ବିଧିବିଧାନ ଦ୍ୱାରା ଆତ୍ମାଙ୍କ ସହିତ ଆମେ ଅର୍ଡରଲି କରିବା ଆବଶ୍ୟକ ଅଟେ। ତ ବିଦ୍ରୋହତା ଏବଂ ଅନାଜ୍ଞାକାରୀର ପ୍ରଭାବ ଆମ ଜୀବନକୁ କରିଥାଏ। ଚତୁର୍ଥ ବିଷୟ ହେଉଛି ଫିୟର ଆଣ୍ଡ ଆଂଜାଇଟି। ଭୟ ଏବଂ ବ୍ୟାକୁଳତା, ଚିନ୍ତା, ଏହି ପ୍ରଭାବ ମଧ୍ୟ ଲେଭିଆଥନ୍ ସ୍ପିରିଟ୍ ଦ୍ୱାରା ଆମ ଜୀବନରେ ପ୍ରଭାବ ଆଣିଥାଏ, ପ୍ରଭାବ ପକାଇଥାଏ। ଭୟ ଏବଂ ଆଂଜାଇଟି, ଆମେ ଅନେକ ବିଷୟ ପାଇଁ ଭୟ କରିଥାଉ, ଉଦ୍ବେଗ, ଚିନ୍ତାଶୀଳ ହୋଇଥାଉ, ଯାହା ଗୋଟେ ବ୍ୟକ୍ତିଙ୍କ ପାଇଁ ଆଦୌ ଆବଶ୍ୟକ ନାହିଁ ସେଇଟା। କାରଣ ପ୍ରଭୁ ଆମକୁ ଭୟର ଆତ୍ମା ଦେଇନାହାନ୍ତି। ଆମେ ଆଂଜାଇଟିରେ ରହିବା ପାଇଁ ପ୍ରଭୁ, ଚିନ୍ତା ବ୍ୟାକୁଳତାରେ ରହିବା ପାଇଁ ପ୍ରଭୁ ଆମକୁ କହିନାହାନ୍ତି। ପ୍ରଭୁ ଆମ ପାଇଁ ଚିନ୍ତା କରନ୍ତି। ଆମର ବୋଝ, ଚିନ୍ତା, ବ୍ୟାକୁଳତା, ଉଦ୍ବେଗକୁ ଆମେ ପ୍ରାର୍ଥନା ସହକାରେ ତାଙ୍କଠାରେ ସମର୍ପଣ କରିବା ପାଇଁ ବାକ୍ୟ ଆମକୁ କହିଥାଏ। କିନ୍ତୁ ଏଇ ଯେଉଁ ଲେଭିଆଥନ୍ ସ୍ପିରିଟ୍, ଏହା ଏମିତି ଆଫେକ୍ଟ କରେ, ଭୟ ଏବଂ ଚିନ୍ତା ଏବଂ ଉଦ୍ବେଗକୁ, ବ୍ୟାକୁଳତାକୁ ପ୍ରଭାବ ପକାଇଥାଏ ଆମ ଜୀବନରେ। ଅନେକ ବିଷୟ ପାଇଁ ଆମେ ବ୍ୟାକୁଳତା, ଚିନ୍ତା, ଭୟ କରିଥାଉ। ଆଉ ଏଇ ବ୍ୟାକୁଳତା, ଚିନ୍ତା, ଭୟ ଆମକୁ ପାରାଲାଇଜ୍ କରିଦେଇଥାଏ, ଡିଆକ୍ଟିଭେଟ୍ କରିଦେଇଥାଏ। ଜୀବନରେ ବଞ୍ଚିବା ପାଇଁ ଆମକୁ ସାହାଯ୍ୟ କରିନଥାଏ। ସେ ପ୍ରକାର ପାରାଲାଇଜ୍, এই ପ୍ରକାର ପାରାଲାଇଜ୍ ଆମକୁ ମେଣ୍ଟାଲି, ଫିଜିକାଲି କରିଦିଏ, ଯଦ୍ୱାରା ଆମେ ଆଗକୁ ବଢ଼ିବା ପାଇଁ ବା ଜୀବନରେ ଅଗ୍ରଗତି ହେବା ପାଇଁ, ବୃଦ୍ଧି ସାଧିତ ହେବା ପାଇଁ ଆମେ ଅକ୍ଷମ ହୋଇଥାଉ। ଏଇଟା ହେଉଛି ପାରାଲାଇଜ୍ ଥ୍ରୁ ଫିୟର ଆଣ୍ଡ ଆଂଜାଇଟି, ଯେଉଁଟାକି ଲେଭିଆଥନ୍ ସ୍ପିରିଟ୍ ଜୀବନରେ କାର୍ଯ୍ୟ ବା ପ୍ରଭାବ ପକାଇଥାଏ। ପ୍ରଥମ ଯୋହନ 4:18 ଆମେ ପଠନ କରିବା। ଲେଖା ଅଛି, ପ୍ରେମରେ ଭୟ ନଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯିଏ ଭୟ କରେ ସେ ପ୍ରେମରେ ସିଦ୍ଧ ନୁହେଁ। ଆମ୍ଭେମାନେ ଭୟ ନ କରୁ, କାରଣ ଆମକୁ ଭୟର ଆତ୍ମା ଦିଆଯାଇ ନାହିଁ। ଆମେ ପ୍ରେମ କରୁ ପରସ୍ପର। ଏହା ଥିଲା ଚତୁର୍ଥ ବିଷୟ। ତ ଏହି ପ୍ରକାର, ଏହିପରି ଏହି ଅବସ୍ଥା, ଏହି କ୍ଷେତ୍ର ଗୁଡ଼ାକରେ ଆମକୁ ଲେଭିଆଥନ୍ ସ୍ପିରିଟ୍ ଆଟାକ୍ କରେ ବା ଆଫେକ୍ଟ କରିଥାଏ। ତେଣୁ ଆମ୍ଭେମାନେ ଅଧିକ ଜାଗ୍ରତ, ସଚେତନତା, ପ୍ରସ୍ତୁତ ହୋଇ ରହୁ। ପ୍ରଭୁ ଆପଣମାନଙ୍କୁ ମୋତେ ଆଶୀର୍ବାଦ କରନ୍ତୁ, ଯେପରି ଏହି ସ୍ପିରିଟ୍ ଉପରେ ଆମେ ଜୟଲାଭ କରୁ, ଯେପରି ଏହି ସ୍ପିରିଟ୍ ବିଷୟରେ ଆମେ ସଚେତନ ରହୁ ଏବଂ ଈଶ୍ୱରଙ୍କ ଠାରେ ସୁଦୃଢ଼ ହୋଇ ଆଗକୁ ବଢ଼ୁ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ।